ସ୍ୱାଧୀନତା ଦିବସ ଏକ ଜାତୀୟ ଦିବସ ଅଟେ। 1947 ମସିହାରେ ଭାରତ ଫିରଙ୍ଗୀ ଶାସନରୁ ମୁକ୍ତ ହୋଇ ସ୍ୱତନ୍ତ୍ର ରାଜ୍ୟରେ ପରିଣତ ହୋଇଥିଲା। ତେଣୁ ଏହି ଦିନକୁ ମନେ ପକାଇବା ପାଇଁ ପ୍ରତିବର୍ଷ ଅଗଷ୍ଟ 15 ତାରିଖରୁ ଭାରତର ସ୍ୱାଧୀନତା ଦିବସ ଭାବରେ ପାଳନ କରାଯାଇଥାଏ। ଏହା ଭାରତର ଏକ ପ୍ରଧାନ ଜାତୀୟ ଦିବସ ଅଟେ। ଦେଶ ସାରା ଏହି ଦିନ ପତାକା ଉତ୍ତୋଳନ କରାଯାଇଥାଏ। 1946 ମସିହାରେ ବ୍ରିଟେନର ଶ୍ରମିକ ସରକାର ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବ୍ୟସ୍ତ ହୋଇ ପଡ଼ିଥିଲେ ଓ ନିଜ ଦେଶ ଓ ବିଦେଶୀ ସହଯୋଗ ତଥା ଭାରତୀୟ ସେନାର ସହଯୋଗରେ ମାତି ଉଠିଥିବା ଭାରତୀୟମାନଙ୍କୁ ଦମନ କରିବାର ଆଶା ହରାଇଥିଲେ। ଏଣୁ ସେମାନେ ଭାରତରେ ଫିରଙ୍ଗୀ ଶାସନର ଅନ୍ତ କରିବାକୁ ସିଦ୍ଧାନ୍ତ ନେଲେ। ଏହି 79ତମ ସ୍ୱାଧୀନତା ଦିବସ ଉପଲକ୍ଷେ ସାରା ଦେଶ ସ୍ୱାଧୀନତା ଦିବସ ପାଳନ କରୁଛି। ସ୍ୱାଧୀନତା ଦିବସରେ ଛାତ୍ରଛାତ୍ରୀଙ୍କୁ ତିରଙ୍ଗା ପତାକା ପ୍ରଦାନ କରି ଦେଶପ୍ରେମ ଜାଗ୍ରତ କଲେ ସାଂସଦ ପ୍ରତିନିଧି ଶିବେନ୍ଦ୍ର ଚକ୍ର। ଏହା ସହ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଭାଇଚାରା ବଣ୍ଟନ କରିଥିଲେ। ଆଜିର ଏ ପବିତ୍ର ସ୍ୱତନ୍ତ୍ର ଦିବସରେ ମୋର ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ଆଜି ମୁଖ୍ୟ ଆମ ଗଡ଼ବାନ୍ଧରା ଗ୍ରାମର ଶହୀଦ ଅମୀୟ ରଞ୍ଜନ ଜେନାଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲୁ। ତାଙ୍କ ବାପାଜୀ ଆମ ସାଙ୍ଗରେ ଅଛନ୍ତି। ତାପରେ ଆମର ଏ ଯେଉଁ ଦିନ ସମସ୍ତଙ୍କ ପାଇଁ ଗୋଟେ ଚିରସ୍ମରଣୀୟ ହୋଇ ଦିନ ରହୁ। ମହାନ ଆତ୍ମା ଯେଉଁମାନେ ବଳିଦାନ ତ୍ୟାଗ ପାଇଁ ଗଳା ପାଣି ସଜା କାଟିଛନ୍ତି, ଭଗତ ସିଂ ଭଳିଆ ହସି ହସି ଯେଉଁମାନେ ଫାଶୀ ଖୁଣ୍ଟରେ ଝୁଲୁଛନ୍ତି, ଆମର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେମାନେ ଆମ ମନ ଭିତରେ ରହନ୍ତୁ। ଆଜିର ଦିନଟି ଖୁସିରେ ସମସ୍ତେ ପାଳନ କରନ୍ତୁ। ଏ ପବିତ୍ର ଦିନରେ ଟିକେ ଟିକେ ଛୁଆମାନଙ୍କର ଭାରତ ମାତାର ଗୁଣଗାନ। ଭାରତ ହେଉଛି ଆଧ୍ୟାତ୍ମିକ ଦେଶ, ଧାର୍ମିକ ଦେଶ। ସବୁ ଜାତିର ସମ୍ପ୍ରଦାୟର ଲୋକମାନଙ୍କୁ ସମ୍ମାନ ଦେଇ ଆସିଛି। ସମସ୍ତ ଭିତରେ ଗୋଟେ ଭାଇଚାରା ତିଆରି କରିବା, ଏକତା ହେଇକି ଭାରତ ମାତାର ଗୁଣଗାନ କରିବା। ସମସ୍ତଙ୍କ ହୃଦୟରେ ସେହି ପ୍ରକୃତି ପରମାତ୍ମା ପ୍ରଭୁ ରାମ କୃଷ୍ଣ ସମସ୍ତଙ୍କୁ ଭଲ ଭଲ ଜ୍ଞାନ ତାଙ୍କ ହୃଦୟ ଭିତରେ ଭର୍ତ୍ତି କରିବା, ଏହା ହେଉଛି ଆମର ଉଦ୍ଦେଶ୍ୟ। ସୁଆଙ୍ଗା ସ୍କୁଲରେ 200 ପିଲାଙ୍କ ଜାତୀୟ ପତାକା, ବିସ୍କୁଟ, ଆମର ବ୍ୟାଚ୍ ଆଉ ଚକୋଲେଟ୍, এই ଗଡ଼ବନ୍ଧରା ସ୍କୁଲରେ ସେମିତି ଆମ କାର୍ଯ୍ୟକ୍ରମ ବର୍ତ୍ତମାନ ଆରମ୍ଭ କରିବୁ। ଏହା ହେଉଛି ମୋତେ ଖୁସି ଲାଗୁଛି। କେନ୍ଦୁଝରରୁ ଗଗନ ବିହାର ଦାସଙ୍କ ରିପୋର୍ଟ, G9 ଓଡ଼ିଆ।